ପାପୀ ମଜା ଲୁଟିଥିବା ସମୟରେ ପୁଣ୍ୟାତ୍ମା ଯନ୍ତ୍ରଣା ଭୋଗୁଥିବ। ଏହା କି ପ୍ରକାର ନ୍ୟାୟ? କଣ ଭଗବାନ ସର୍ବତ୍ର ବିଦ୍ୟମାନ ଅଛନ୍ତି କି ନା ନାହିଁ? ସୁନ୍ଦର ପୁରାଣ ଏକ ଜ୍ଞାନବର୍ଦ୍ଧକ କଥା। ଆପଣଙ୍କ ମନରେ ଏହିପରି ପ୍ରଶ୍ନ କେବେ ବି ଉଠିଥିବ କି ମୁଁ ଏତେ ପୂଜା ପାଠ କରି ଭକ୍ତି ଭାବରେ ପୁରା ଲୀନ ହୋଇ ଭଗବାନଙ୍କୁ ଡାକେ, ତଥାପି କେବଳ ମୋ ସହିତ କାହିଁକି ଏହିପରି ଘଟୁଛି? ଭଗବାନ, ତୁମେ ମୋତେ ହିଁ ସମସ୍ତ ସମସ୍ୟା କାହିଁକି ଦେଉଛ? ଦୁଷ୍ଟ ଲୋକମାନେ ବହୁତ ଖୁସି ଏବଂ ଧାର୍ମିକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା କଣ ଘଟୁଛି? ଏହା କାହିଁକି ଘଟୁଛି? ଯଦି ଏହା ଈଶ୍ୱରଙ୍କ ନ୍ୟାୟ, ତେବେ ମୁଁ ତାଙ୍କୁ କାହିଁକି ବିଶ୍ୱାସ କରିବି? ମୁଁ କାହିଁକି ତାଙ୍କର ଉପାସନା କରିବି? ଭଗବାନ ନ୍ୟାୟ କରୁନାହାନ୍ତି, ଭଗବାନ ନିଷ୍ଠୁର ଅଟନ୍ତି। ସେ କେବଳ ପଥରର ମୂର୍ତ୍ତି ଇତ୍ୟାଦି ଇତ୍ୟାଦି। ଏହିପରି ପ୍ରଶ୍ନ ପ୍ରାୟତଃ ଲୋକଙ୍କ ମନକୁ ଆସିଥାଏ, ବିଶେଷତଃ ସେତେବେଳେ ଯେତେବେଳେ ସେମାନେ ମାର୍ଗଦର୍ଶନ ପାଇଁ ଥାଆନ୍ତି ଏବଂ ଅନ୍ୟମାନଙ୍କୁ ସୁଖୀ ଦେଖିଥାନ୍ତି। ମଣିଷ କେବଳ ନିଜ ଖୁସିରେ ଦୁନିଆକୁ ଖୁସି ମନେ କରେ ଓ ନିଜ ଦୁଃଖରେ ଦୁନିଆକୁ ଅର୍ଥହୀନ ମନେ କରେ। ଏହା ସ୍ୱାଭାବିକ ଅଟେ। ତେଣୁ ଆପଣଙ୍କ ମନକୁ ଆସୁଥିବା ଏହି ପ୍ରଶ୍ନଗୁଡ଼ିକ ଆଜି ଏହି କଥା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବା। ଏହି କଥାକୁ ଭଲ ଭାବରେ ଧ୍ୟାନ ଦେଇ ପଢ଼ିବେ ଏବଂ ଶୁଣିବେ। ବହୁତକ ନାମକ ଗୋଟିଏ ତୀର୍ଥସ୍ଥାନ ଅଛି। ନନ୍ଦଭଦ୍ରା ନାମରେ ଜଣେ ବୈଷ୍ଣବ ସେଠାରେ ରହୁଥିଲେ। ସେ ଜଣେ ଧର୍ମଚାରୀ ସଦାଚାରୀ ପୁରୁଷ। ତାଙ୍କ ପତ୍ନୀଙ୍କ ନାମ କନକ ଥିଲା। ନନ୍ଦଭଦ୍ରା ଚନ୍ଦ୍ରମୌଳି ଭଗବାନଙ୍କ ଶଙ୍କରଙ୍କର ଜଣେ ମହାନ ଭକ୍ତ ଥିଲେ। ବହୁଦକରେ କପିଳେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଶିବଲିଙ୍ଗ ଅଛି। ନରେନ୍ଦ୍ରଭଦ୍ରା କପିଳେଶ୍ୱରଙ୍କୁ ପ୍ରତ୍ୟେକ ଦିନ ସକାଳୁ, ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ଏହିପରି 3 ଥର ପୂଜା କରୁଥିଲେ। ସେ ନିଜର ଗୋଟିଏ ଛୋଟ ଦୋକାନ କରିଥିଲେ ଏବଂ ସେ ବହୁତ କମ୍ ଲାଭ ରଖି ନିଜ ଜିନିଷ ବିକ୍ରୟ କରୁଥିଲେ। ଗ୍ରାହକମାନଙ୍କ ସହ ସମାନ ଏବଂ ସଚ୍ଚୋଟ ବ୍ୟବହାର କରୁଥିଲେ। ସେ ଖରାପ ଦ୍ରବ୍ୟ ବିକ୍ରୟ କରୁନଥିଲେ ଏବଂ ଲାଭ ବି କମ୍ ରଖୁଥିଲେ। ଦିନସାରା ଯାହା ପାଉଥିଲେ ସେଥିରେ ସନ୍ତୁଷ୍ଟ ହେଉଥିଲେ। ନନ୍ଦଭଦ୍ରାଙ୍କ ଜୀବନ ସନ୍ନ୍ୟାସୀଙ୍କ ଜୀବନ ଭଳି ଥିଲା। ସବୁ ଲୋକ ତାଙ୍କ ସଦାଚାର ସମ୍ପନ୍ନ ଏବଂ ସୁଖମୟ ଜୀବନକୁ ପ୍ରଶଂସା କରୁଥିଲେ। ନନ୍ଦଭଦ୍ରାଙ୍କ ପଡ଼ୋଶୀ ସତ୍ୟବ୍ରତ ତାଙ୍କ ପ୍ରତି ବହୁତ ଈର୍ଷା କରୁଥିଲେ। ସତ୍ୟବ୍ରତ ବହୁତ ଦୁରାଚାରୀ ଏବଂ ନାସ୍ତିକ ଥିଲେ। ସେ ଚାହୁଁଥିଲେ ଯେ ଯଦି କୌଣସି ପ୍ରକାରର ନନ୍ଦଭଦ୍ରାଙ୍କ କୌଣସି ଦୋଷ ପାଇଲେ ସେ ତାଙ୍କୁ ଧର୍ମର ପଥକୁ ହଟାଇ ଦେବେ। ନନ୍ଦଭଦ୍ରାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିବା ଏବଂ ତାଙ୍କୁ ସର୍ବଦା ଦୋଷ ଦେବା ସତ୍ୟବ୍ରତଙ୍କ ସ୍ୱଭାବ ହୋଇଥିଲା। ଦୁର୍ଭାଗ୍ୟବଶତଃ ହଠାତ୍ ନନ୍ଦଭଦ୍ରାଙ୍କ ଏକମାତ୍ର ପୁଅ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ଏହାକୁ ନିଜ ଦୁର୍ଭାଗ୍ୟ ମାନି ନନ୍ଦଭଦ୍ରା ଶୋକ କରିନଥିଲେ। ତାଙ୍କ ପୁଅ ପରେ ତାଙ୍କ ପତ୍ନୀ କନକ ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ନନ୍ଦଭଦ୍ରାଙ୍କ ଉପରେ ବିପତ୍ତି ପଡ଼ିଥିବା ଦେଖି ପଡ଼ୋଶୀ ସତ୍ୟବ୍ରତ ବହୁତ ଖୁସି ହୋଇଥିଲେ। ସେ ଭାବିଥିଲା ନନ୍ଦଭଦ୍ରାଙ୍କୁ ଧର୍ମରୁ ଦୂରେଇ ଦେବା ପାଇଁ ଏହା ହେଉଛି ଏକ ସମ୍ପୂର୍ଣ୍ଣ ସୁଯୋଗ। ସେ ନନ୍ଦଭଦ୍ରାଙ୍କୁ ସାନ୍ତ୍ୱନା ଦେବା ଆଳରେ କହିଲା ଯେ ତୁମ ପରି ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଏକ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ଲାଗୁଛି ଧର୍ମ କର୍ମ ସବୁ ଗୋଟିଏ ଛଳନା। ମୁଁ ଅନେକ ଥର ଭାବୁଛି ଯେ ମୁଁ ତୁମକୁ କହିବି, କିନ୍ତୁ ସଂକୋଚ ସତ୍ତ୍ୱେ ମୁଁ କହିପାରୁନଥିଲି। ଦିନକୁ 3 ଥର ପୂଜା ଭକ୍ତି ଧ୍ୟାନ ଆଦି କରିବା ସବୁ ବ୍ୟର୍ଥ। ଭାଇ
ଧର୍ମ ନାମରେ ତୁମେ ଏତେ କଷ୍ଟ କାହିଁକି କରୁଛ? ଯେବେଠାରୁ ତୁମେ ଏହି ପଥକୁ ପୂଜା କରିବାରେ ଲାଗିଛ, ତାପରେ ତୁମେ କୌଣସି ଭଲ ଫଳ ତ ପାଇଲ ନାହିଁ ଏବଂ ଏକ ମାତ୍ର ପୁତ୍ର, ପୁଅ ଓ ସ୍ତ୍ରୀଙ୍କୁ ଦୁହେଁ ଗୁରୁତର ଭାବରେ ଅସୁସ୍ଥ ଅଛନ୍ତି। ଯଦି ଭଗବାନଙ୍କ ସତରେ ବିଦ୍ୟମାନ ହୋଇ ତାହେଲେ ସେ କଣ ଏପରି ଫଳାଫଳ ଦେବେ? ପୁଣ୍ୟ ଏହା ପାପ ସବୁ କଳ୍ପନା। ଶୁଣ ମିତ୍ର, ତୁମକୁ ମୋର ଏହି ପରାମର୍ଶ, ମିଥ୍ୟା ଧର୍ମକୁ ଛାଡ଼ି ଖୁସିରେ ସହିତ ଖାଅ, ପିଅ ଏବଂ ଭୋଗ କର। ଏହା ହିଁ ହେଉଛି ସତ୍ୟ। ସତ୍ୟବ୍ରତଙ୍କ ଉପଦେଶ ନନ୍ଦଭଦ୍ରାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ସେ କହିଲା, ବନ୍ଧୁ ସତ୍ୟବ୍ରତ, ତୁମେ ନିଜକୁ ନିଜେ ଠକୁଛ। କଣ ଧର୍ମ ମାର୍ଗରେ ଛାଡ଼ି ପାପ ମାର୍ଗରେ ଯିବା ଲୋକମାନଙ୍କୁ ଦୁଃଖ ପଡ଼େ ନାହିଁ? ସେମାନଙ୍କର ପୁଅ ଏବଂ ପତ୍ନୀ ଅସୁସ୍ଥ ହୁଅନ୍ତି ନାହିଁ କି? ଯେତେବେଳେ ଜଣେ ଧର୍ମଚାରୀ ଦୁଃଖୀ ହୁଅନ୍ତି, ଲୋକମାନେ ସହାନୁଭୂତି ଦେଖାନ୍ତି, କିନ୍ତୁ ଦୁରାଚାରୀ ପ୍ରତି କେହି ସମବେଦନା ଜଣାନ୍ତି ନାହିଁ। ତେଣୁ କେବଳ ଧର୍ମ ଅନୁସରଣ କରୁଥିବା ବ୍ୟକ୍ତି ହିଁ ଠିକ୍। ଜଣେ ଅନ୍ଧ ଲୋକ ସୂର୍ଯ୍ୟଙ୍କୁ ଦେଖିପାରେ ନାହିଁ, କିନ୍ତୁ ସୂର୍ଯ୍ୟ ତ ଅଛନ୍ତି। ଭଗବାନଙ୍କ ବିନା ଜଗତ ଚାଲିପାରିବ ନାହିଁ। ସତ୍ୟବ୍ରତ ତାଙ୍କୁ ପଚାରିଥିଲେ, ଯଦି ଭଗବାନ ଅଛନ୍ତି ତେବେ କାହିଁକି ଦୃଶ୍ୟମାନ ହେଉନାହାନ୍ତି? ନନ୍ଦଭଦ୍ରା କହିଲେ ଯେ, ଦେବତାମାନେ ଆପଣଙ୍କ ନିକଟକୁ ନିଜେ ଆସି ଆମକୁ ମାନ ବୋଲି ଯାଚନା କରିବେ ନାହିଁ। ଏହା ବାର୍ତ୍ତାଳାପ ଏକ ଯୁକ୍ତିତର୍କରେ ପରିଣତ ହେବାକୁ ଲାଗିଲା। ନନ୍ଦଭଦ୍ରା ଆଉ ବିବାହ ଚାହୁଁ ନଥିଲେ, ତେଣୁ ସେ ସେଠାରୁ ଉଠି ଚାଲିଗଲେ।